ମା ଆଜି ଆମେ ଆଲୋଚନା କରିବା ଚିରନ୍ତନୀ ବହିର ପୃଷ୍ଠା 155 ବିଷୟ ରହିଛି ଦୈହିକ ସଂଯମ। ଦୈହିକ ସଂଯମ ମା ଲେଖୁଛନ୍ତି, ଯେଉଁମାନେ ଦୈହିକ କର୍ମକୁ ଅବଜ୍ଞା କରନ୍ତି ସେମାନେ ଯଦି ଏହି ଅବଜ୍ଞା ଭାବକୁ ନ ଛାଡ଼ନ୍ତି ତେବେ ପୂର୍ଣ୍ଣାଙ୍ଗ ଯୋଗ ପଥରେ ପାଦେ ବି ଅଗ୍ରସର ହୋଇପାରିବେ ନାହିଁ। ଯେକୌଣସି ପ୍ରକାରେ ଶରୀର ଉପରେ ପ୍ରଭୁତ୍ୱ ଆଣିବା ହିଁ ଏକ ଅପରିହାର୍ଯ୍ୟ ଭୀତି। ଯେଉଁ ଶରୀର ତୁମ ଉପରେ ପ୍ରଭୁତ୍ୱ ବିସ୍ତାର କରେ ତାହା ତୁମର ଶତ୍ରୁ। ଏହା ଏପରି ଏକ ବିଶୃଙ୍ଖଳା ଯାହା ତୁମ ପକ୍ଷରେ ଗ୍ରହଣୀୟ ନୁହେଁ। ତୁମ ମନ ଭିତରେ ଯେଉଁ ଚୈତନ୍ୟମୟ ଶୁଦ୍ଧ ସଂକଳ୍ପ ରହିଛି ତାହା ଯେପରି ତୁମ ଶରୀରକୁ ଶାସନ କରେ, ତୁମ ମନ ଉପରେ ତା ନିୟମ ଗୁଡ଼ିକୁ ଲଦି ଦେଉଥିବା ଶରୀର ଯେପରି ଶାସନ ନ କରେ। ଜଣେ ଯେତେବେଳେ ଜାଣେ ଯେ ଏ ବିଷୟଟି ଖରାପ, ସେତେବେଳେ ସେହି ଖରାପ କଥାଟିକୁ ନ କରିବାର ସାମର୍ଥ୍ୟ ତାର ଥିବା ଉଚିତ। ତୁମେ ଯେତେବେଳେ କୌଣସି କଥା ଉପଲବ୍ଧି କରିବା ପାଇଁ ଚାହଁ ସେତେବେଳେ ତୁମେ ତାହା କରିବା ପାଇଁ ସମର୍ଥ ହେବା ଉଚିତ ଏବଂ ଶରୀରର ଅସାମର୍ଥ୍ୟ ଯୋଗୁଁ କିମ୍ବା ଅସଦିଚ୍ଛା କିମ୍ବା ସହଯୋଗର ଅଭାବ ହେତୁ ଏହା ଯେପରି ସ୍ଥଗିତ ନ ହୁଏ, ଏଥିପାଇଁ ସାଧକ ପକ୍ଷରେ ଶାରୀରିକ ଶୃଙ୍ଖଳା ଅର୍ଜନ କରିବା ଉଚିତ ଏବଂ ନିଜ ଘରେ ନିଜେ ପ୍ରଭୁ ହେବା ଉଚିତ। ପଳାୟନ ପନ୍ଥୀ ଭଳି ଧ୍ୟାନ ଧାରଣା ଭିତରକୁ ଚାଲିଯିବା ଏବଂ ସେହି ତଥାକଥିତ ସମୁଚ୍ଚ ଆଧ୍ୟାତ୍ମିକ ଶିଖର ଉପରେ ଠିଆ ହୋଇ ବସ୍ତୁ ଜଗତର ବିଷୟ ଗୁଡ଼ିକୁ ହେୟ ଦୃଷ୍ଟିରେ ଚାହିଁବା ଖୁବ୍ ସୁନ୍ଦର କଥା, କିନ୍ତୁ ଏହା ଦ୍ୱାରା ତୁମେ ନିଜ ଗୃହର ପ୍ରଭୁ ନ ହୋଇ କ୍ରୀତଦାସ ହୋଇଥାଅ। ଦୈହିକ ସଂଯମ। ଦୈହିକ ସଂଯମରେ ସାଧାରଣତଃ ଆମେ ମନେ ରଖିବା ଯେ ଆମର ଫିଜିକାଲ ଯୋଉ ଶରୀରଟି ରହିଛି, ଭୌତିକ ଶରୀରଟି ରହିଛି, ସିଏ କେବଳ ଗୋଟିଏ ଜଡ଼ ପୁତ୍ତଳିକା ନୁହଁ। ତାକୁ ଯେମିତି ତମେ ଚାହିଁବ ସେମିତି ତମେ ବ୍ୟବହାର କରିବ ତା ନୁହେଁ। ଶରୀର ଗୋଟେ ସତ୍ତା, ସିଏ ତାର ନିଜସ୍ୱ ପ୍ରତିକ୍ରିୟା ରହିଛି। ସିଏ ଯୋଉ ଚେତନାର ସ୍ତରରେ ରହିଛି, ସିଏ ସେଇ ଚେତନା ସ୍ତରରେ ତାର ଯୋଉ କ୍ରିୟା ପ୍ରତିକ୍ରିୟା ରହିଛି, ସେଇ କ୍ରିୟା ପ୍ରତିକ୍ରିୟା ବେଳେ ବେଳେ ପ୍ରାଣ ଦ୍ୱାରା ପରିଚାଳିତ ହୁଏ, ବେଳେ ବେଳେ ମନ ଦ୍ୱାରା ପରିଚାଳିତ ହୁଏ। ବେଳେ ବେଳେ ତାର କ୍ରିୟାକଳାପ ବା ତାର କ୍ରିୟା ପ୍ରତିକ୍ରିୟା ମନ ତାକୁ ନିଜ ବାଟ ଦେଇ, ମନ ତାର ନିଜ ଧାରଣା ନେଇ ସିଏ ଯୋଉଭଳି ଭାବରେ ବଞ୍ଚେ, ତେଣୁ ସେଠି କଣ ହୁଏ, ଶରୀରଟି ମନକୁ ତା ଦ୍ୱାରା ଯେମିତି ବାଏସ୍ଡ କରାଏ, ମନ ସେଇ ଅନୁସାରେ ଯୁକ୍ତି ଦେଖାଏ। ତେଣୁ ଶରୀରର ଏକ ନିଜସ୍ୱ ଚେତନା ରହିଛି। ତେଣୁ ଆମେ ଯେତେବେଳେ ରୂପାନ୍ତର କଥା କହୁଛେ, ଆମେ ଯେତେବେଳେ ପୂର୍ଣ୍ଣାଙ୍ଗ ଯୋଗ କଥା କହୁଛେ, ସେଥିପାଇଁ ମା କହିଛନ୍ତି ଆମେ କର୍ମ ବିଷୟରେ ଯେତେବେଳେ ଆଲୋଚନା ହେଲା ବେଳେ ଆଉ ଟିକେ ଅଧିକ ଡିଟେଲ୍ସ ଆଲୋଚନା କରିବା। ମା ସେଥିପାଇଁ କହୁଛନ୍ତି ଦୈହିକ କର୍ମ, ତାମାନେ ଭୌତିକ କାମ ଯୋଉଟା ବାହାରେ ଆମେ କାର୍ଯ୍ୟ କରୁଛେ, ସେ କାମ ଗୁଡାକୁ ଯଦି ଆମେ ଛାଡିଦବା, ତାକୁ ଯଦି ନ କରିବା, ଦୈହିକ କର୍ମକୁ ଅବଜ୍ଞା କରନ୍ତି। ଯେପରିକି ଯେତେବେଳେ କେବଳ ଜଣେ ଚାହିଁଲେ ଯେ ଭଗବତ ଚିନ୍ତାରେ ବୁଡି ରହିବେ, ସେତେବେଳେ ସିଏ କେବଳ ବାହ୍ୟ କାମ ଭିତରେ ଟିକେ ନିତ୍ୟକର୍ମ କରିଲେ ଏବଂ ଖାଦ୍ୟ ଗ୍ରହଣ କଲେ, ଆଉ କିଛି ଗୁରୁତ୍ୱ ଦେଲେନି। ଯଦି ଗୁରୁତ୍ୱ ନଦେଲେ ତାହେଲେ ଶରୀରର ରୂପାନ୍ତର ହବ କେମିତି? ଆଉ ପୂର୍ବରୁ ଆମେ ଯେତେବେଳେ ଟ୍ରାନ୍ସ ବିଷୟରେ ଆଲୋଚନା କରୁଥିଲେ, ସମାଧିସ୍ଥ ଅବସ୍ଥା, ଧ୍ୟାନ ଅବସ୍ଥା, ଏକାଗ୍ରତା କଥା, ସେତେବେଳେ ସେଇଥିପାଇଁ ବାରମ୍ବାର କୁହାଉଥିଲା, ଜଣେ ଯେତେବେଳେ ଧ୍ୟାନସ୍ଥ ଅବସ୍ଥାରେ ରହେ ସେତେବେଳେ ସିଏ ଭାବେ ଗୋଟେ ଉଚ୍ଚତର ଚେତନାରେ ରହିଛି। ସେଥିପାଇଁ ସେ କହିଲେ ନିଜ ଚାରିପଟେ ନିଜ ଏକ ମାୟା ଜାଲ ତିଆରି କରେ। ଆତ୍ମସନ୍ତୁଷ୍ଟ ସେଇଥିରେ କେବଳ ସେ ହୁଏ। ତାର ପରିଣାମ ସ୍ୱରୂପ କଣ ହୁଏ ନା, ଯେତେବେଳେ ସେ ସ୍ଥୂଳ କାମ ବା ବାହ୍ୟ ସାଧାରଣ କର୍ମକୁ ଯେତେବେଳେ ସେ କରିବାକୁ ଆସେ,
ସେତେବେଳେ ସେ ଧ୍ୟାନସ୍ଥ ଅବସ୍ଥାରେ ରହିପାରେ ନାହିଁ। ତେଣୁ ସେତେବେଳେ ଯେତେ କର୍ମ କରିବ ସେତେବେଳେ ସେ ଯୋଉ ଭିନ୍ନ ଭିନ୍ନ ପ୍ରକାର ପରିସ୍ଥିତିକୁ ସମ୍ମୁଖୀନ ହବ ସେତେବେଳେ ସେ ଅଗ୍ରଗତି କରିଛି କି ନାହିଁ ଜାଣିବ। ତେଣୁ ମା ସେଇଥିପାଇଁ କହୁଛନ୍ତି ମନେ ରଖିବା ଆମେ ଦୈହିକ କର୍ମକୁ ଅବଜ୍ଞା କରିବା ନାହିଁ। ଦୈହିକ କର୍ମକୁ ଯଦି ଅବଜ୍ଞା କରୁଛନ୍ତି ତାହେଲେ ପୂର୍ଣ୍ଣାଙ୍ଗ ଯୋଗ ପଥରେ ପାଦେ ବି ଅଗ୍ରସର ହୋଇପାରିବେ ନାହିଁ। କାହିଁକି? ଆରେ ଶରୀର ରୂପାନ୍ତର ଯେ ପର୍ଯ୍ୟନ୍ତ ନ ହେଇଛି, ଶରୀର ଉପରେ ଯେ ପର୍ଯ୍ୟନ୍ତ ପ୍ରଭୁତ୍ୱ ନ ଆସିଛି, ତାହେଲେ ଶରୀରରେ ଯୋଉ ଚେତନା ରହିଛି, ଶରୀର ଏବେ ବି ତାମସିକତା, ଆଳସ୍ୟତା, ପରିବର୍ତ୍ତନ ବିମୁଖତା, କାଠ ଗଡ ଭଳି ଆମେ ଯେତେବେଳେ ଶୋଉଛନ୍ତି ଆପଣ ଦେଖିବା ଆମେ ସମସ୍ତେ ଆମେ ଗୋଟିଏ କାଠ ଗଡ ଭଳିଆ ପଡନ୍ତି, କାଠ ଗଡ ଭଳିଆ। ଜଣେ ଆଜି କହୁଥିଲେ, କହିଲେ ଗୋଟେ ପିଲା ତାର ପ୍ରଶଂସା କରୁଥିଲେ, କଣ ନା ସିଏ ପଡିଲା ମାନେ ଶୋଇଲା। ପ୍ରକୃତରେ ପଡିଲା ମାନେ ଯୋଉ ଶୋଇବା ସେଟା କୋଉ ଧରଣର ଶୋଇବା ସେଇଟା ଦେଖିବାକୁ ପଡିବ। ଯଦି ତାମସିକ ଗ୍ରସ୍ତ ଭାବରେ ଅଚେତନ ନିଦ୍ରା ହେଲା ଆମକୁ ଦେଖାଯାଉଛି ବହୁତ ଶାନ୍ତ ନିଦ୍ରା, ତାହା ଠିକ, କଣ ଶାନ୍ତ ନିଦ୍ରା, କିନ୍ତୁ ତାହା ସଚେତନ ନିଦ୍ରା ନୁହେଁ। ତାହା ସଚେତନ ନିଦ୍ରା ନୁହେଁ। ଶରୀର ରୂପାନ୍ତର ହବ, ଶରୀର ତ ରୂପାନ୍ତର ହବ। ସିଏ ଏମିତି ଯେତେବେଳେ ଶୋଇବାକୁ ଯିବେ ସିଏ ଏମିତି ନିଶ୍ଚେତନା ଗହ୍ୱରରେ ପଡିଗଲା ଭଳିଆ ଜଡ ନିଥର ହେଇକି ପଡିଯିବ ନାହିଁ। ଆଉ ସେ ଯାହାର ଆଜି ଏକ୍ସାମ୍ପଲ ଦଉଥିଲେ ମୁଁ ଦେଖିଛି ସିଏ ଆକ୍ଚୁଆଲି ଦିନର ଅଧିକାଂଶ ସମୟ ଶୁଅନ୍ତି। ସେ ସକାଳୁ ଉଠିବେ, କଣ ଟି ଯୋଉ କାମ ଥିବ ସେ ଯିବେ, କାମ ଦାମ ସାରିକି ଆସିବେ ଶୋଇବେ, ଶୋଇଥିବେ ଆକ୍ଚୁଆଲି ମୋବାଇଲ କେଞ୍ଚୁଥିବେ, ମୋବାଇଲ କେଞ୍ଚିକି ଶୋଇବେ, ତାପରେ କାମ କରିବେ, ତାପରେ ଶୋଇବେ, ଖାଇବେ ଆସିବେ ଶୋଇବେ। ତେଣୁ ଏ ପ୍ରକାର ହେଲେ ଏଇଟା ହଉଛି ତାପରେ ଯୋଉଟା ଲେଖା ହେଇଛି, ଯେଉଁ ଶରୀର ତୁମ ଉପରେ ପ୍ରଭୁତ୍ୱ ବିସ୍ତାର କରେ ତାହା ତୁମର ଶତ୍ରୁ। ଶରୀରର ଆବଶ୍ୟକ ଅପରିହାର୍ଯ୍ୟ ତାକୁ ଖାଦ୍ୟଟି ଆମେ ଦଉଛୁ, କାହିଁକି? କାହିଁକି ନା ଏଇ ଶରୀରଟି ଯୋଉଥିରେ ତିଆରି ହେଇଛି ତା ପାଇଁ ବାହ୍ୟ ଖାଦ୍ୟ ଦରକାର। କିନ୍ତୁ ମୋ ଶରୀରର ରୁଚି ଏଟା ନାହିଁ, ମୁଁ ଏଇଟା ଖାଇବି ନାହିଁ, ତାମାନେ ସେତେବେଳେ ଶରୀର ଆମ ଉପରେ ପ୍ରଭୁତ୍ୱ ବିସ୍ତାର କରୁଛି। ମୋ ଜିଭକୁ ଯେହେତୁ ସ୍ୱାଦ ଲାଗୁନାହିଁ ତେଣୁ ମୁଁ ତାକୁ ଖାଉନାହିଁ। ଆଉ କଣ, ଆଉ ଶୋଇଛନ୍ତି, ଖାଇବା ବେଳେ ଡାକିଲା କିଏ ଯିବ, ଥାଉ ତମେ ଯାଅ, ମୁଁ ଖାଇବି ନାହିଁ। ଏଠି ଶରୀର ତୁମ ଉପରେ ପ୍ରଭୁତ୍ୱ ବିସ୍ତାର କରୁଛି, ତାହା ତୁମର ଶତ୍ରୁ। ମା ସେଥିପାଇଁ କହୁଛନ୍ତି ଏଇଟା ହଉଛି ଗୋଟେ ବିଶୃଙ୍ଖଳା। ଏହା ଏପରି ଏକ ବିଶୃଙ୍ଖଳା ଯାହା ତୁମ ପକ୍ଷରେ ଗ୍ରହଣୀୟ ନୁହେଁ। ଆପଣ ଦେଖିଥିବେ, ମନେ କରାଯାଉ ମାଙ୍କ କାମ ପାଇଁ ଡକା ହବ, କେତେ ଜଣ ସୁନ୍ଦର ଭାବରେ ସେଇଠି ବୁଲିବେ, ଭାଷଣ ମାରିବେ, କାମରେ ପାର୍ଟିସିପେଟ କରିବେ, ମାନେ ଭାଷଣରେ ଏଇ କରରେ ଅମକରେ, ନିଜେ ଶରୀରକୁ ବ୍ୟବହାର କରିବେ ନାହିଁ, ଶାରୀରିକ କର୍ମ କରିବେ ନାହିଁ। ସେତେବେଳେ ଦେଖିବେ ତାମାନେ ସିଏ ଆକ୍ଚୁଆଲି ଶରୀରର ଦାସ, କାହିଁକିନା ତାଙ୍କ ଶରୀର ବର୍ତ୍ତମାନ ମନକୁ ବ୍ୟବହାର କରୁଛି, ଆ ପରେ ରହିଛି। ତୁମ ମନ ଉପରେ ତା ନିୟମ ଗୁଡିକୁ ଲଦି ଦେଉଥିବା ଶରୀର ଯେପରି ଶାସନ ନ କରେ, ସେକେଣ୍ଡ ଲାଇନରେ ସେଠି କଣ ହଉଛି, ଶରୀର କାମ କରିବାକୁ ଚାହୁଁନାହିଁ, ତାକୁ କଷ୍ଟ ଲାଗିବ, ସିଏ ମନକୁ ବ୍ୟବହାର କରୁଛି, ଚାଲାକରେ ସିଏ ଭାଷଣ ମାରିବ, ନିର୍ଦ୍ଦେଶ କରିବ, ସିଏ ଗୋଟେରେ ହାତ ମାରିବନି। ନାଇଁ ଏଠି ଜଣେ ସୁପରଭାଇଜର କଥା ମୁଁ କହୁନାହିଁ, ଯେ ସୁପରଭାଇଜର ତା ଦାୟିତ୍ୱ ହଉଛି ସୁପରଭାଇଜିଂ କରିବା,
କାରଣ ସିଏ ଯଦି ନିଜେ କାମ କରିବ ତାହେଲେ ଏଠି ତାଙ୍କୁ କଣ ହବ ସେଠି କଣ ହବ ସବୁ ଜିନିଷ ତାକୁ ବୁଝିବାକୁ ପଡେ। ତେଣୁ ସୁପରଭାଇଜର କାମ ହଉଛି ସିଏ ସବୁ ଜିନିଷ ବୁଝାବୁଝି କରିବେ କୋଉଟା କଣ ହବ କଣ ନାହିଁ। କିନ୍ତୁ ଯୋଉମାନେ ସୁପରଭାଇଜର ନ ହେଇଥାନ୍ତି କିନ୍ତୁ ସୁପରଭାଇଜର ରୋଲ ଟା ସେ କରନ୍ତି। ତେଣୁ ସେତେବେଳେ ମନ ଉପରେ ଶରୀର ଏଠି ଲଦି ହେଇଛି ସେଟା ବୁଝି ହୁଏନି ବାହାରକୁ। କିନ୍ତୁ ଯଦି ତମେ ପୂର୍ଣ୍ଣାଙ୍ଗ ଯୋଗରେ ଯୋଗ କହିବ ଯେ ମୁଁ ଶ୍ରୀଅଙ୍ଗକୁ ଯୋଗ କରୁଛି ରୂପାନ୍ତର ପାଇଁ ନିଜକୁ ପ୍ରସ୍ତୁତ କରୁଛି ତାହେଲେ ଏଇ ସବୁ ଜିନିଷ ଗୁଡାକୁ ନିଜକୁ ଚିହ୍ନିବାକୁ ପଡିବ। ମାସି ଦେଖୁଛି ତମେ ଲେକ୍ଚର ଜଣେ ଯେତେ ଜାଣେ ଯେ ଏ ବିଷୟଟି ଖରାପ ସେତେବେଳେ ସେ ଖରାପ କଥାଟି ନ କରିବାର ସାମର୍ଥ୍ୟ ତାର ଥିବା ଉଚିତ। ବେଳେ ବେଳେ ଜଣେ ଜାଣେ ନାହିଁ ସେଟା ଖରାପ ବୋଲି ସେ ଯୁକ୍ତି ଦେଖାଏ କିନ୍ତୁ ମଜା କଥା ହଉଛି ସିଏ ଭିତରେ ଜାଣିଛି ଯେ ମୁଁ ଯାହା କରୁଛି ଖରାପ କରୁଛି। ସେ ଭିତରେ ଜାଣିଛି ମୁଁ ଠକୁଛି। ସେ ଭିତରେ ଜାଣିଛି ନିଜେ ଜାଣିଛି ବାହାରକୁ ସେ ରୋଲ କରୁଥାଇପାରେ। ତେଣୁ ସେଠି ଶରୀର ତୁମକୁ ଶାସନ କରୁଛି ତୁମକୁ ଶରୀର ଶାସନ ନ କରୁ। ଶରୀର କାହା ଦ୍ଵାରା ପରିଚାଳିତ ହବା ଉଚିତ ଫାଷ୍ଟ ଲାଇନରେ କହିଲେ ତୁମ ମନ ଭିତରେ ଯେଉଁ ଚୈତନ୍ୟମୟ ଶୁଦ୍ଧ ସଂକଳ୍ପ ରହିଛି ତାହା ଯେପରି ତୁମ ଶରୀରକୁ ଶାସନ କରେ। ଆଉ ଯଦି ମନ ଭିତରେ ଚୈତନ୍ୟମୟ ଶୁଦ୍ଧ ସଂକଳ୍ପ ନାହିଁ ଆମେ ମାଙ୍କ ପାଖରେ ବା ଶ୍ରୀଙ୍କ ପାଖରେ ବା ଯେକୌଣସି ପନ୍ଥରେ ସେମାନେ ଲୋକ ଥାଆନ୍ତି ଭିନ୍ନ ଭିନ୍ନ ଶୃଙ୍ଖଳାରେ ଥାଆନ୍ତି ସେମାନେ ସେ ପରିବେଶରେ ଥାଇପାରନ୍ତି କିନ୍ତୁ ତାଙ୍କ ସଂକଳ୍ପ ଯଦି ଶୁଦ୍ଧ ନଥାଏ ତାହେଲେ କିଛି କେହି କରିପାରିବେନି। କାହିଁକିନା ତାଙ୍କର ସଂକଳ୍ପ ଥବ ମୁଁ ଏଇଠି ରାଜୁତି କରିବି। କାହାର ଯଦି ସଂକଳ୍ପ ଥବ ଆରେ ମୋର ତ ନିଜସ୍ୱ ସାମର୍ଥ୍ୟ ନାହିଁ ମୁଁ ଏଇଠି ରହିଲେ ଅର୍ଥ ମତେ ଉପାର୍ଜନ କରିପାରିବି ଏଇଠି ରହିଲେ ମତେ କ୍ଷମତା ମିଳିବ ଏଇଠି ରହିଲେ ମୁଁ ବିନା ପରିଶ୍ରମରେ ପାଇବି ସବୁ ଆଉ ମୋର ତ ଯୋଗ୍ୟତା ନାହିଁ ବାହାରକୁ କୋଉଠି ଗଲେ ପାରିବି ନାହିଁ କାହିଁକିନା ଯୋଉଠି ଯାଉଛି ସେଠି ମୁଁ ଫେଲ ମାରୁଛି। ସେମାନଙ୍କର ସଂକଳ୍ପ ଶୁଦ୍ଧ ନୁହଁ ତେଣୁ ତାଙ୍କ କଥା ଏଠି କୁହାଯାଉନି। ଯଦି ତେଣୁ ସେମିତିଆ ମନୁଷ୍ୟ ବି ଥାଇପାରନ୍ତି। ଯଦି ତୁମେ ଶ୍ରୀଅଙ୍ଗ ଯୋଗ କରିବାକୁ ଚାହୁଁଛ ଯଦି ତୁମେ ରୂପାନ୍ତର ହବା ପାଇଁ ଚାହୁଁଛ ଯଦି ତୁମେ ଚାହୁଁଛ ଯେ ଅତିମାନ ଶକ୍ତି ତୁମ ଭିତରେ କାମ କରୁ ତାହେଲେ ତମର ସଂକଳ୍ପଟି ତ ଆଟଲିଷ୍ଟ ଶୁଦ୍ଧ ହବା ଉଚିତ। ତେଣୁ ସେ ସଂକଳ୍ପଟି ଚୈତନ୍ୟମୟ ଶୁଦ୍ଧ ସଂକଳ୍ପ ଯଦି ରହିଛି ତାହା ଯେପରି ତୁମ ଶରୀରକୁ ଶାସନ କରେ ତାମାନେ ମନର ସେ ସଂକଳ୍ପ ଅନୁସାରେ ଆମ ଶରୀରଟି କାମ କରୁ। ସକାଳୁ ଶୋଇକି ଉଠିବା ହଉ ଶୋଇକି ଉଠିଲା ପରେ ଯୋଉ କ୍ଳାନ୍ତ ଲାଗୁଛି ବୋଲି ଆଉ ଥରେ ଗଡି ପଡିବା କାମ କଲା ବେଳେ ଶରୀର ଯୋଉ କ୍ରିୟା ପ୍ରତିକ୍ରିୟା ଦେଖଉଛି ତାକୁ ବି ବୁଝିବା ଦରକାର ଯେ ସେ କ୍ରିୟା ପ୍ରତିକ୍ରିୟା ଟେ କଣ କହୁଛି। ବେଳେ ବେଳେ ଶରୀରକୁ ଯଦି ଅଧିକ ଆପଣ ଖଟେଇଲେ ତାହେଲେ ସେ କ୍ଳାନ୍ତ ହେଇଯିବ ସେତେବେଳେ ଶରୀରକୁ ବିଶ୍ରାମ ଦେବା ଉଚିତ। ସେତେବେଳେ ଭାବିବେନି ଯେ ଶରୀର କାହିଁ ମତେ ଶାସନ କରିବ ଯେତେ ହଉ ମୁଁ ତାକୁ କହିବି ନା ଆଉ। ବେଳେ ବେଳେ ଆମ ମନ କଣ କରେ ଜବରଦସ୍ତ ଶରୀରକୁ ବ୍ୟବହାର କରେ। ମୋର ସଂକଳ୍ପ ଶୁଦ୍ଧ କିନ୍ତୁ ମୁଁ ଆକ୍ଚୁଆଲି ଶରୀରକୁ ବୁଝି ପାରି ନାହିଁ। ହଁ ଗୋଟେ କାମଟା ହଉଛି ତ ଦିଏ ସାରିଦବା ଆଉ କିମ୍ବା ଯେହେତୁ ସମସ୍ତେ ଅଛନ୍ତି କାମ କଷ୍ଟ ମଷ୍ଟେ ଦିଅ କାମଟାରେ ପାର୍ଟିସିପେଟ କରୁଛୁ କଲେକ୍ଟିଭ ୱାର୍କ ତା ଭିତରେ କରିନେବା ଏଇ ପ୍ରକାର ବି ବେଳେ ବେଳେ ଆମକୁ ଆମେ ଶରୀର ଉପରେ ସେତେବେଳେ ଅତ୍ୟାଚାର କରୁ ମା ଲେଖିଛନ୍ତି ତମେ ଶରୀର ଯେତିକି ସମୟ ପରେ କ୍ଳାନ୍ତ ଅନୁଭବ କରୁଛି ତମେ ତାକୁ କୁହ ତମେ କୁହ ସେଠି ଉଚ୍ଚତର ଶକ୍ତି ଅବତରଣ କର ଯଦି ସେ ଅବତରଣ ହେଇପାରି ନାହିଁ ବା ସେ ସକ୍ଷମ ହେଇପାରୁନି ତେବେ ତାକୁ ବିଶ୍ରାମ ଦିଅ। କାହିଁକିନା ଅଧିକ ସମୟ ଶରୀରକୁ କାର୍ଯ୍ୟ କରିବା ମଧ୍ୟ ତା ପ୍ରତି ଅତ୍ୟାଚାର ହେଇଯିବ ତେଣୁ ଏଇଠି ଦିଟା ଜିନିଷ ଆମକୁ ମନେ ରଖିବାକୁ ପଡିବ। ଏଠି ମୁଖ୍ୟ କଥା କୁହାଯାଉଛି ଯେ ମନ ଉପରେ ଯେପରି ଆମର ଶରୀର ଶାସନ
न करे। तुमे जेतेବେଳେ କୌଣସି କଥା ଉପଲବ୍ଧି କରିବା ପାଇଁ ଚାହ ସେତେବେଳେ ତୁମେ ତାହା କରିବା ପାଇଁ ସମର୍ଥ ହେବା ଉଚିତ। ସେଇଥିପାଇଁ ଏଠି ରହିଛି ଆମର ଯୋଉ ଶ୍ଲୋକଟି ପ୍ରାୟତଃ ଲୋକ କହନ୍ତି ଶରୀର ମାଧ୍ୟମ ଖଳୁ ଧର୍ମ ସାଧନ। ସେମାନେ କିନ୍ତୁ ଏଇଟା କୋଉ ଜାଗାରେ ବ୍ୟବହାର କରନ୍ତି? ଯଦି କହିବ ଖାଇବା ପିଇବା କଥା ନେଇକି ସେମାନେ ଏଇଟାକୁ ସୁନ୍ଦର ଭାବରେ ନିଜକୁ ସୁହାଇଲା ଭଳିଆ ଜାଗାରେ ବ୍ୟବହାର କରନ୍ତି। କଣ? ଆଉ ଭଲରେ ଖାଇବ ପିଇବ ଏସ୍ କରିବ ନା ଆଉ। ଲେଖା ହେଇଛି ଭାଗବତରେ ଶରୀର ମାଧ୍ୟମ ଖଳୁ ଧର୍ମ ସାଧନ। ଶରୀର ସିନା ଥିଲେ ଧର୍ମ କରିବ। ଶରୀର ଯଦି ରୋଗିଣା ହେଇଯାଇଥିବ ଆଉ କଣ ଆଉ ଭଗବାନଙ୍କୁ ପାଇବ ନା କଣ କରିବ? ହଁ ସେଇଟା ଠିକ। କଣ? ଶରୀର ଯଦି ନାହିଁ ତେବେ ତମେ ଭଗବାନଙ୍କ ପାଇଁ ସାଧନା କେମିତି କରିବ? ତପସ୍ୟା କେମିତି କରିବ? ତେଣୁ ଶରୀରର ଦାୟିତ୍ୱ ନେବା ଉଚିତ। କିନ୍ତୁ ସେଇ ବାହାନାରେ ତାକୁ ପୁଳାଏ ଖାଇ ଢୋଲ ହବେ ନାହିଁ, କିମ୍ବା ଶରୀରଟା ଏମିତି ଅସାମର୍ଥ୍ୟ ଶରୀର ନ ହେଇଯାଉ ଏଇଟା ନହେଲେ ଖାଇବି ନାହିଁ ସେମିତି ନ ହେଇଯାଉ, କିମ୍ବା ଶରୀରକୁ ବେଳେ ବେଳେ କୌଣସି ଖାଦ୍ୟ କେତେ ଗୁଡେ ଖାଦ୍ୟ ଅଛି ଯୋଉଟା କି ଶରୀର ପାଇଁ ଅନାବଶ୍ୟକ, ସିଏ ଶରୀର ଅନୁଭବ କରେ, ତାକୁ ଜବରଦସ୍ତ କରି ଖାଇବେ ନାହିଁ। ସିଏ ବି ଗୋଟେ ସଚେତନ ହବା ଉଚିତ ସେ ବିଷୟରେ। ବେଳେ ବେଳେ ହଁ ମୁଁ ସବୁ ଖାଏ, କିନ୍ତୁ ଶରୀର କୋଉଟା ମନା କରୁଛି ସେଇଟା ବି ବୁଝିବା ଦରକାର। ମୋ ରୁଚି, ମୋ ପସନ୍ଦ, ମୋ ଅପସନ୍ଦ ସେଇଟା ଯେପରି ମତେ ଶାସନ ନ କରୁ। ତେଣୁ ଶରୀରର ଭାଷା ଯେ ବୁଝିବାକୁ ଚାହିଁବେ। ଏବଂ ସେଥିପାଇଁ ଏଠି ଆଉ ଗୋଟେ କଥା କୁହାହେଲା, ଯେତେବେଳେ ଆମକୁ କିଛି ଉପଲବ୍ଧି କରିବା ପାଇଁ ଅଛି ସେତେବେଳେ ଶରୀର ଯଦି ପ୍ରସ୍ତୁତ ନାହିଁ, ଶରୀର ଦେଖନ୍ତୁ, ଶରୀର ଧରା ଯୋଉ ମେଦ ବହୁଳ ହେଇଯାଇଛି, ଆଉ ସେ ତ ନିଜେ ବସିଲେ ଉଠି ପାରିବନି, ଚାଲିବ ତ ଧୀରେ ଧୀରେ ଚାଲିବ, ଅଳ୍ପ କିଛି ପରିଶ୍ରମ କଲେ କ୍ଳାନ୍ତ ହେଇଯିବ, ଅନ୍ୟାନ୍ୟ ପ୍ରକାରର ଅସାମର୍ଥ୍ୟ ତା ଭିତରେ ଡେଭଲପ ହବ। ଆଉ ସେତେବେଳେ ତମେ ଯୋଉ ରୂପାନ୍ତର ପାଇଁ ଯୋଉ ପ୍ରସ୍ତୁତି କଣ କେମିତି ହବ? ତମ ଭିତରେ ଯୋଉ ଉପଲବ୍ଧି କରିବା ପାଇଁ ଅଛି, ଦେଖନ୍ତୁ ମୁଁ ଯଦି ସାମୂହିକ ଭାବରେ କର୍ମ କରୁଛି ତାହେଲେ ସେତେବେଳେ ଭିନ୍ନ ଭିନ୍ନ ସ୍ପନ୍ଦନ ଆସିବ। ସେ ସ୍ପନ୍ଦନକୁ ମୁଁ ସମ୍ମୁଖୀନ ହେବି, ସମ୍ମୁଖୀନ ହେଲେ ମୋର ଅଗ୍ରଗତି ହବ। କିନ୍ତୁ ମୁଁ ଶରୀରଟେ ଏମିତି ହେଇଗଲାଣି ଯେ ମୁଁ କଲେକ୍ଟିଭ ୱାର୍କ ପାଇଁ ଫିଟ୍ ନୁହଁ। କାହିଁକି କହିଲ? ଯୋଉ ବେଳେ ବେଳେ ଲୋକ ସବୁ ନିଜର ଯୁକ୍ତି ଦେଖାନ୍ତି, କଣ ଏଇଟା ହଉଛି ଖାନଦାନୀ ପେଟ, ଏଇଟା ଆମ ଖାନଦାନରେ ସମସ୍ତେ ମୋଟା, ସେମିତି ସଂସାରରେ ଖାନଦାନରେ ମୋଟା କେହି ନଥାନ୍ତି। ହଁ କେଜଣଙ୍କର ହାଡ ଯୋଉ ଆମର ଷ୍ଟ୍ରକ୍ଚର ଟା ସ୍କେଲିଟନ ର ଏଣ୍ଡୋସ୍କେଲିଟନ ଷ୍ଟ୍ରକ୍ଚର ଯଦି ଟିକେ ଫ୍ଲାଟ ର ରହିଛି ତାହେଲେ ସେମାନେ ଚଉଡାଳିଆ ଦେଖାଯାନ୍ତି, ମୋଟା ନୁହଁ। ଚଉଡାଳିଆ, ମୋଟା ନୁହଁ। ମୋଟା ହବା ହଉଛି ତମ ଉପରେ ନିର୍ଭର କରେ। ତେଣୁ ତମେ ଶରୀରକୁ ଏପରି ଅସାମର୍ଥ୍ୟ କରିଦିଅ ନାହିଁ ଯଦ୍ଵାରା ଯେତେବେଳେ କୌଣସି ଉପଲବ୍ଧି ତମ ଭିତରେ ହବା ପାଇଁ ଆସୁଛି ସେତେବେଳେ ଶରୀରଟି ସମର୍ଥ ଥିବା ଦରକାର। ନହେଲେ ଆପଣ ଅଳ୍ପ ସମୟରେ ଯଦି କ୍ଳାନ୍ତ ହେଇଯାଉଥିବେ, ଆପଣ ଭଲରେ ଯଦି ବସି ପାରୁନଥିବେ, ଯଦି ଠିକରେ ଶୋଇ ପାରୁନଥିବେ, କାମ କରିପାରୁନଥିବେ, ତାହେଲେ ଉପଲବ୍ଧି ଯେତେବେଳେ ଆସିବ ତାମାନେ ସେ ସହଯୋଗର ଅଭାବ ପାଇବ, ଶରୀର ତାକୁ ସହଯୋଗ କରିପାରିବ ନାହିଁ। କାର୍ଯ୍ୟ ତ ଆପଣ କରିପାରୁନାହାନ୍ତି, ଆଉ ତାହେଲେ ଆଉ କେମିତି ଆପଣଙ୍କ ଭିତରେ ଶରୀର ରୂପାନ୍ତର ପାଇଁ ସବୁ କୋଷ ଗୁଡିକ ପ୍ରସ୍ତୁତ ହେଲାଣି ବୋଲି ଆପଣ କେମିତି ନିଶ୍ଚିତ ହେବେ? ସେଇଥିପାଇଁ ମା ବାରମ୍ବାର କହିଛନ୍ତି ମନେ ରଖିବା, ଏଥିପାଇଁ ସାଧକ ପକ୍ଷରେ ଶାରୀରିକ ଶୃଙ୍ଖଳା ଅର୍ଜନ କରିବା ଉଚିତ ଏବଂ ନିଜ ଘରେ ନିଜେ ପ୍ରଭୁ ହେବା ଉଚିତ। ଏଠି କହିଲେ ସେଥିପାଇଁ ମନେ ରଖିବା, କଣ ନିଜ ଘରେ ନିଜେ ପ୍ରଭୁ ହଉଛି, ତାମାନେ ଏଇ ଯୋଉ ଶରୀରଟି ଯୋଉଟା ମୋର ଘର ନା, ଏଇଠି ଆସିକି ଚୈତ୍ୟ ସତ୍ତା ଅନ୍ତରାତ୍ମା ଆସିକି ଶରୀରକୁ ବାଛିଛି, ଆ ଭିତରେ ରହିଛି, ଆରି ଭିତରେ ପ୍ରାଣିକ ସତ୍ତା ରହିଛନ୍ତି, ମାନସିକ ସତ୍ତା ରହିଛନ୍ତି, ଚୈତ୍ୟ ସତ୍ତା ନିଜେ ରହିଛନ୍ତି। ତେଣୁ ଏଇ ଘରଟିରେ ନିଜେ ପ୍ରଭୁ ହବା ଉଚିତ। ତେଣୁ ଯୋଉ ସତ୍ଵ ରଜ ତମ ଗୁଣ ତିନିଟା ବି ରହିଛି, ସେ ତିନିଟା ଗୁଣ ମଧ୍ୟ ଯେପରି ମୋ ଉପରେ ପ୍ରଭୁତ୍ୱ ବିସ୍ତାର ନ କରନ୍ତି, ଚୈତ୍ୟ ସତ୍ତା ଦ୍ଵାରା ଯେପରି ଏମାନେ ସବୁ ପରିଚାଳିତ ହୁଅନ୍ତି, ସେଥିପାଇଁ ହଉଛି ଶାରୀରିକ ଶୃଙ୍ଖଳା ନିହାତି ଆବଶ୍ୟକ। ସେଇଥିପାଇଁ ମା ଲେଖୁଛନ୍ତି
ସାଧକ ପକ୍ଷରେ ଶାରୀରିକ ଶୃଙ୍ଖଳା ଅର୍ଜନ କରିବା ଉଚିତ। ନିଜ ଘରେ ନିଜେ ପ୍ରଭୁ ହେବା ଉଚିତ। ପଳାୟନ ପନ୍ଥୀ ଭଳି, ଏଇଟା ମନେ ରଖିବ, ପଳାୟନ ପନ୍ଥୀ ଭଳି ଧ୍ୟାନ ଧାରଣା ଭିତରକୁ ଚାଲିଯିବା ଏବଂ ସେଇ ତଥାକଥିତ ସମୁଚ୍ଚ ଆଧ୍ୟାତ୍ମିକ ଶିଖର ଉପରେ ଠିଆ ହୋଇ ବସ୍ତୁ ଜଗତର ବିଷୟ ଗୁଡିକୁ ହେୟ ଦୃଷ୍ଟିରେ ଚାହିଁବା ଖୁବ ସୁନ୍ଦର କଥା। ଜଣେ ଯେତେବେଳେ ଆମେ କଥା ହଉଥିଲେ ଆରମ୍ଭରୁ, ଜଣେ ଯେତେବେଳେ ଧ୍ୟାନ ଧାରଣା ଭିତରକୁ ଚାଲିଯାଏ, ସେତେବେଳେ ସେ ପରମ ସୁଖ, ପରମ ଆନନ୍ଦ, ପରମ ସେ ଯୋଉ ଅନୁଭବ, ସେ ଅନୁଭବରେ ଜଣେ ରହିଲା ପରେ ସେତେବେଳେ ବାହାରର ଏଇ ଯୋଉ କର୍ମକୁ ସେ ହେୟ ଦୃଷ୍ଟିରେ ଦେଖେ। କାହିଁକି ନା ଇଏ କର୍ମ କରିଲେ ହିଁ ଆପଣ ଆସକ୍ତିରେ ପଡିବେ, ଏଇ କର୍ମ କରିଲେ ହିଁ ଦ୍ୱନ୍ଦ୍ୱ ଆସିବ, ଏଇ କର୍ମ କରିଲେ ହିଁ ଉତ୍ତେଜନା ଆସିପାରେ, ଏଇ କର୍ମ କରିଲେ ଶାନ୍ତ ଅବସ୍ଥା ବି ଆସିପାରେ। କିନ୍ତୁ କମ ସମୟରେ ଶାନ୍ତ ଅବସ୍ଥା ଆସେ, ବେଶୀ ସମୟରେ ଉତ୍ତେଜନା ଆସେ। କାହିଁକିନା ସାମୂହିକ ଭାବରେ ଯେତେବେଳେ କର୍ମ କରିବେ, ସେତେବେଳେ ଆପଣଙ୍କ ମତ ଅନ୍ୟ କାହା ମତ ସହିତ ନ ମିଳିପାରେ, ଆପଣଙ୍କ ଚିନ୍ତାଧାରା କାହାର ଚିନ୍ତାଧାରା ସହିତ ନ ମିଳିପାରେ, ସେତେବେଳେ ନିଜ ଭିତରେ ପ୍ରତିକ୍ରିୟା ଆସେ। ତେଣୁ ସେଇଥିପାଇଁ ଜଣେ ଯେତେବେଳେ ଧ୍ୟାନ ଧାରଣା ଭିତରୁ ଚାଲିଯାଏ, ସେତେବେଳେ ଏଇ ସବୁ ଜିନିଷ ଗୁଡାକୁ ସିଏ କଣ କରେ, କହେ ଏଗୁଡାକ ଏତେ ଖରାପ, ଦୂରରୁ ଥାଇ। ମା କହୁଛନ୍ତି ଦୂରରୁ ଥାଇକି ଦେଖିବା ସୁନ୍ଦର କଥା, କିନ୍ତୁ ଏହା ଦ୍ୱାରା ତୁମେ ନିଜ ଗୃହର ପ୍ରଭୁ ନ ହୋଇ କ୍ରୀତଦାସ ହୋଇଥାଅ। ତେଣୁ ଶରୀର ଉପରେ ଯେହେତୁ ତମେ କିଛି କାମ କରୁନାହ, ଶରୀରକୁ ନିୟନ୍ତ୍ରଣ ରଖୁନାହ, ତାହେଲେ ତମେ ଶରୀରର କ୍ରୀତଦାସ। ଶରୀର ତମ ମନକୁ ବ୍ୟବହାର କରିବ, ଶରୀର ତମ ପ୍ରାଣକୁ ବ୍ୟବହାର କରିବ। ଚୈତ୍ୟ କଥା ତ ବହୁତ ଦୂରରେ, ସିଏ ସବୁଠୁ ନୀରବ ହେଇକି ବସି ରହିବେ, ଏଇ କହିଲେ କେହି ମୋ କଥା ଶୁଣୁନାହାନ୍ତି। ତେଣୁ ଅପେକ୍ଷା କରି ରହିବ, ଭିନ୍ନ ଭିନ୍ନ ପରିବେଶ ପରିସ୍ଥିତି ତିଆରି କରିବ, ଯଦ୍ୱାରା ତୁମେ ପ୍ରସ୍ତୁତ ହେଇପାରିବା। ଆମେ ଏଠି ସାରିବା। ମାଙ୍କୁ ଆହ୍ୱାନ କରିବା। Ma, thank you all. All the best.